বৈঠক গত 14 ନିର୍ବାଚନ ମଣ୍ଡଳୀରେ କିଭଳି ସଂଗଠିତ ହୋଇ ଆଗକୁ କାର୍ଯ୍ୟ କରିବ ସେ ସମ୍ପର୍କରେ ଆଜି ଆମେ ବିସ୍ତୃତ ଆଲୋଚନା କରିବୁ। ମଝିରେ ଦେଖୁଥିଲେ ଯେତେବେଳେ ସିଏ ଦଳ ତ୍ୟାଗ କରନ୍ତି ସିଏ ଅନେକ କାହାଣୀ ଗପନ୍ତି, କିନ୍ତୁ ଯୋଉ ନେତୃତ୍ୱ ମାନେ ବସିଛନ୍ତି ସେ ଜାଣିଛନ୍ତି କଟକରେ ଛାଡୁଛନ୍ତି ସେ ସବୁବେଳେ କ୍ଷମତା ଯୋଉଠି ସେ ସେଇଠି ରହିବାକୁ ଭଲ ପାଆନ୍ତି। ଆପଣ ଲକ୍ଷ୍ୟ କରନ୍ତୁ ଯେତେବେଳେ ଦଳକୁ ଆସିବା ପୂର୍ବରୁ ସିଏ ମଧ୍ୟ କଂଗ୍ରେସରେ କାମ କରୁଥିଲେ, ପରବର୍ତ୍ତୀ ଅବସ୍ଥାରେ ଧରି ବିଜୁ ଜନତା ଦଳକୁ ଆସିଲେ, ପୁଣି ଯିବାର ଯୋଉ ପ୍ରୟାସ ତା ଦେହରେ ଆମେ ବିଚଳିତ ଅଛନ୍ତି।